1 2 3 ରେଡି ଷ୍ଟାର୍ଟ। ନ୍ୟୁଟନ ବାମଙ୍କ ପ୍ରଥମ ନିୟମ କ'ଣ? ଯେତେବେଳେ କୌଣସି ଆମେ ସ୍ଥିର ବସ୍ତୁ ଉପରେ ବାହ୍ୟ ବଳ ପ୍ରୟୋଗ କରିବା, ଗତିଶୀଳ ବସ୍ତୁଟି ଗୋଟିଏ ସରଳ ରେଖାରେ ଗତି କରିବ ଆଉ ଯେପର୍ଯ୍ୟନ୍ତ ତାପରେ କୌଣସି ଏକ୍ସଟର୍ନାଲ ଫୋର୍ସ ନ ପଡିଛି ବା ବାହ୍ୟ ବଳ ନ ପଡିଛି ଆଉ ଗତି ସ୍ଥିର ବସ୍ତୁ ସ୍ଥିର ରହିବ। ତମ ପାଖରେ ଗ୍ଲାସ ଅଛି, ପାଣି ଅଛି, ଏବେ କ'ଣ ଅଛି? ତାସ କାର୍ଡ ଅଛି ଏବଂ ପଇସା ଅଛି। ତ ଆମେ କ'ଣ କରିବା ନା ଆମେ କ'ଣ କରିବା, ତାସ ଉପରେ ବଳ ପ୍ରୟୋଗ କରିବା, ବାହ୍ୟ ବଳ ପ୍ରୟୋଗ କରିବା। କ'ଣ ନ୍ୟୁଟନ ବାମଙ୍କ ପ୍ରଥମ ନିୟମ ଅନୁସାରେ କ'ଣ ତାସଟା ଗତି କରିବ, କିନ୍ତୁ ସ୍ଥିର କ'ଣ ରହିବ? ପଇସା ସ୍ଥିର ରହିବ ଆଉ ସେଇଠି ପାଣି ଭିତରେ ପଡିଯିବ। ଏବେ ଏଟା ଭାଗ୍ୟଲକ୍ଷ୍ମୀ କରିବେ। କ'ଣ ହବ ନା ଆମେ ତୁ ବାହ୍ୟ ବଳ କାହା ଉପରେ ପ୍ରୟୋଗ କରିବୁ? ତାସ କାର୍ଡ ଉପରେ ପ୍ରୟୋଗ କରିବୁ। ହେଲା, ଗତି କରିବ କୋଉଟା? ତାସ କାର୍ଡ, କିନ୍ତୁ ସ୍ଥିର କୋଉଟା ଅଛି? ପଇସା ସେଇଠି ରହିବ, ପାଣିରେ ପଡିବ। ହଁ 1 2 3 ରେଡି ଷ୍ଟାର୍ଟ। ତୁ ଗୋଟେ ଯଦି ଏଇଟା ପାଣିରେ ପକେଇ ଦେଇଥାନ୍ତୁ, ମୁଁ ପଇସା 10 ଟଙ୍କା ନେଇଥାନ୍ତି। ହେଲା, ତୁ କିନ୍ତୁ କରିପାରିଲୁନି। ଠିକ ଅଛି, ମୁଁ ଏଟା କରି ଦେଖୁଛି। ଭାଗ୍ୟଲକ୍ଷ୍ମୀ କରିପାରିଲେନି। ହେଲା, ଦେଖ ଆମେ କ'ଣ କରିବା ନା ଫାର୍ଷ୍ଟ କାହା ଉପରେ ବାହ୍ୟ ବଳ ପ୍ରୟୋଗ କରିବା? ତାସ କାର୍ଡ ଉପରେ। ଦେଖ ମୁଁ କରୁଛି। ହେଲା, 1 2 3 ରେଡି ଷ୍ଟାର୍ଟ।